नमो भगवते वासुदेवाय। व्यवसायिका बुद्धिर एक कुरुनंदन बहुशाखा ही अनताश्च बुद्धयो व्यवसायिनम। ଯେଉଁମାନେ ଏହି ମାର୍ଗର ପଥିକ ସେମାନେ ଦୃଢ଼ ନିଶ୍ଚିତ ଏବଂ ସେମାନଙ୍କର ଲକ୍ଷ୍ୟ ହେଉଛି ଏକ। ଏ କୁରୁ ବଂଶବ ପ୍ରିୟ ସନ୍ତାନ, ଯେଉଁମାନେ ଦୃଢ଼ ନିଶ୍ଚିତ ନୁହନ୍ତି ସେମାନଙ୍କର ବୁଦ୍ଧି ଅନେକ ଶାଖା ପ୍ରଶାଖାରେ ବିସ୍ତୃତ। କୃଷ୍ଣ ଚେତନାରେ ବା କୃଷ୍ଣ ଭାବନାରେ ଦୃଢ଼ ବିଶ୍ୱାସ ବ୍ୟକ୍ତିକୁ ଜୀବନର ସର୍ବୋଚ୍ଚ ପରିପୂର୍ଣ୍ଣତା ବା ପୂର୍ଣ୍ଣତମ ସ୍ତରରେ ଉପନୀତ କରାଇବା। ଏହି ଚେତନା ବା ବିଶ୍ୱାସରେ ଦୃଢ଼ତାକୁ ବ୍ୟବସାୟିକ ବୁଦ୍ଧି କୁହାଯାଏ। ଶ୍ରୀ ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଶ୍ରଦ୍ଧା ଶ୍ରଦ୍ଧେ ବିଶ୍ୱାସେ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବ କର୍ମ କୃତେ ହୟ। ଏକ ଉନ୍ନତ ଭାବଧାରାରେ ଅବିଚଳିତ ଭାବରେ ସ୍ଥିର ରହିବାକୁ ବା ଏକାନ୍ତ ଦୃଢ଼ତାକୁ ବିଶ୍ୱାସ କୁହାଯାଏ। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନାରେ କର୍ତ୍ତବ୍ୟ ସମ୍ପାଦନ କରେ ସେତେବେଳେ ତାକୁ ଆଉ ଏ ଭୌତିକ ଜଗତର ସାମାଜିକ ପ୍ରଥା, ବଂଶ ପରମ୍ପରା ବା ଜାତୀୟତା ବା ମାନବିକତା ଆଦି ବିଚାରଧାରା ବଶବର୍ତ୍ତୀ ହୋଇ ଏସବୁ ପ୍ରତି ଅଯଥା ଆନୁଗତ୍ୟ ପ୍ରକାଶ କରିବାକୁ ଦରକାର ପଡ଼େ ନାହିଁ। ଗତ ଜନ୍ମର ଶୁଭାଶୁଭ କର୍ମର ଫଳ ହେଉଛି ସକାମ କର୍ମରେ ବ୍ୟାପୃତ ହେବା। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନାଶୀଳ ହୋଇଯାଏ ବା କୃଷ୍ଣ ଚେତନାର ଜାଗ୍ରତ ହୋଇଯାଏ ସେତେବେଳେ ସେ ତା କର୍ମର ସୁଫଳ ନିମିତ୍ତ ଆଉ ପ୍ରଚେଷ୍ଟାବାନ ହୁଏ ନାହିଁ। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନାରେ ସ୍ଥିର ହୋଇଯାଏ ସେତେବେଳେ ତାର ସମସ୍ତ କର୍ମ ଚିତ୍ ସ୍ତରରେ ଅନୁଷ୍ଠିତ ହୁଏ, କାରଣ ସେତେବେଳେ ତାର କର୍ମ ସକଳ ଭଲ ମନ୍ଦ ବା ରାଗ ଦୋଷ ଏହି ଦ୍ୱୈତକ ନୁହେଁ। କୃଷ୍ଣ ଚେତନାର ଅନ୍ତିମ ସ୍ତର ହେଲା ବା ପରିପୂର୍ଣ୍ଣ ସ୍ତର ହେଲା ଜୀବନର ଜଡ଼ ଧାରଣାକୁ ତ୍ୟାଗ କରିବା। କୃଷ୍ଣ ଚେତନାରେ କ୍ରମ ଅଗ୍ରଗତି ଫଳରେ ଏ ସ୍ତର ଅବସ୍ଥା ସ୍ୱତଃ ପ୍ରାପ୍ତ ହୁଏ। ବାସୁଦେବଃ ସର୍ବଂ ଇତି ସ ମାହାତ୍ମ୍ୟ ସୁଦୁର୍ଲଭଃ, ଅର୍ଥାତ୍ ବାସୁଦେବ ବା କୃଷ୍ଣ ସମସ୍ତ ଦୋଷ କାରଣର କାରଣ ବା ମୂଳ। ଏହି ଜ୍ଞାନ ବା ଧାରଣାରେ ଯେ ଦୃଢ଼, କୃଷ୍ଣ ଚେତନାରେ ଦୃଢ଼ ବୋଲି କୁହାଯାଏ। ସେ ବ୍ୟକ୍ତିର ବିଶ୍ୱାସ ବା ଐକାନ୍ତିକତା ଏହି ଜ୍ଞାନ ବା ଧାରଣା ଉପରେ ଆଧାରିତ। ଯେପରି ବୃକ୍ଷର ମୂଳରେ ଜଳସେଚନ କଲେ ସ୍ୱତଃ ବୃକ୍ଷର ଡାଳ ପତ୍ରାଦି ପାଇଯାଆନ୍ତି, ଠିକ୍ ସେହିପରି କୃଷ୍ଣ ଚେତନାରେ କର୍ମ କଲେ ବ୍ୟକ୍ତି ତାହାର ଆତ୍ମା, ପରିବାର, ସମାଜ, ଦେଶ ଓ ଜାତି ଆଦି ପ୍ରତ୍ୟେକ ଖୁବ୍ ଉନ୍ନତ ଧରଣର ସେବା କଲା ବୋଲି ବୁଝିବାକୁ ପଡ଼ିବ। ବ୍ୟକ୍ତିର କର୍ମରେ ବା ସେବାରେ କୃଷ୍ଣ ଯଦି ସନ୍ତୁଷ୍ଟ ହୁଅନ୍ତି ତାହେଲେ ପ୍ରତ୍ୟେକ ସନ୍ତୁଷ୍ଟ ହୁଅନ୍ତି। ଏକ ଉପଯୁକ୍ତ ଗୁରୁ ବା ଆଚାର୍ଯ୍ୟ ଅଧୀନରେ ରହି କୃଷ୍ଣ ଚେତନାରେ କର୍ମ ବା ଭକ୍ତି ଯୋଗ ଅଭ୍ୟାସ କରିବାକୁ ପଡ଼ିବ। ତାଙ୍କ ନିର୍ଦ୍ଦେଶରେ ହିଁ ଉତ୍ତମ ରୂପେ ଅଭ୍ୟାସ କରାଯାଇପାରେ, କାରଣ ଗୁରୁ ହେଉଛନ୍ତି କୃଷ୍ଣଙ୍କର ଉପଯୁକ୍ତ ପ୍ରତିନିଧି। ସେ ଜାଣନ୍ତି ଶିଷ୍ୟର ପ୍ରକୃତି ବା ସ୍ୱଭାବ କ'ଣ ଏବଂ ଶିଷ୍ୟକୁ ଉପଯୁକ୍ତ ଭାବରେ କୃଷ୍ଣ ଚେତନା ମାର୍ଗରେ ମାର୍ଗ ନିର୍ଦ୍ଦେଶ କରିପାରନ୍ତି, ଅର୍ଥାତ୍ କିପରି କୃଷ୍ଣ ଚେତନାରେ କର୍ମ କରିବାକୁ ହେବ ସେ ବାଟ ଦେଖାଇ ପାରନ୍ତି। ତେଣୁ କୃଷ୍ଣ ଚେତନା ବିଧି କ'ଣ ତାହା ଭଲ ଭାବରେ ଜାଣିବାକୁ ହେଲେ ବ୍ୟକ୍ତିକୁ ଦୃଢ଼ତା ସହକାରେ ବା ଦୃଢ଼ ବିଶ୍ୱାସର ସହିତ କାମ କରିବାକୁ ହେବ ଏବଂ କୃଷ୍ଣଙ୍କର ପ୍ରତିନିଧି କଥାକୁ ମାନିବାକୁ ପଡ଼ିବ ଏବଂ ଏକ ଉପଯୁକ୍ତ ଗୁରୁଙ୍କ ନିର୍ଦ୍ଦେଶକୁ ମାନିବା ହେଉଛି ତାହା ଜୀବନର ଲକ୍ଷ୍ୟ। ଏହାକୁ ଗ୍ରହଣ କରିବାକୁ ପଡ଼ିବ। ଶ୍ରୀଲ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ପ୍ରସିଦ୍ଧ ଗୁରୁ ବନ୍ଦନାରେ ନିମ୍ନୋକ୍ତ ଉପଦେଶ ପ୍ରଦାନ କହିଛନ୍ତି, ଯସ୍ୟ ପ୍ରସାଦ ଭଗବତ୍ ପ୍ରସାଦୋ ଯସ୍ୟ ପ୍ରସାଦାନ୍ନ ଗତି କୁତୋପି ଧ୍ୟାୟଂସ୍ତବସ୍ତସ୍ୟ ଯସ୍ୟସ୍ତୋତ୍ରି ସନ୍ଧ୍ୟା ବନ୍ଦେ ଗୁରୁ ଶ୍ରୀଚରଣଂ ବିନ୍ଦମ୍। ଅର୍ଥାତ୍ ଗୁରୁଦେବ ସନ୍ତୁଷ୍ଟ ହେଲେ ପରମ ପୁରୁଷ ଭଗବାନ ସନ୍ତୁଷ୍ଟ ହୁଅନ୍ତି ଏବଂ ଗୁରୁଦେବ ସନ୍ତୁଷ୍ଟ ନ ହେଲେ କୃଷ୍ଣ ଚେତନା ସ୍ତରକୁ ଉନ୍ନତି ହେବାର ଅବକାଶ ପାଏ ନାହିଁ। ତେଣୁ ମୁଁ ଦୈନିକ 3 ବାର ତାଙ୍କର କୃପା ଭିକ୍ଷା କରୁଛି ଏବଂ ତାଙ୍କୁ ଧ୍ୟାନ କରୁଛି।
ଏବଂ ସେହି ଗୁରୁଦେବଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ସମୁଦାୟ ଧାରା ପୂର୍ଣ୍ଣ ଆତ୍ମଜ୍ଞାନ ଉପରେ ଆଧାରିତ। ଏ ଦେହ ଧାରଣା ତ ବହୁ ଉର୍ଦ୍ଧ୍ୱରେ। ଏହା କେବଳ ପୁସ୍ତକଗତ ଜ୍ଞାନ ନୁହେଁ ବା ପୁସ୍ତକଗତ ଜ୍ଞାନ ରହିବା ଉଚିତ ନୁହେଁ। ଏହା ବାସ୍ତବ ଜ୍ଞାନ ଅଟେ ବା ହେବା ଉଚିତ। ଯେତେବେଳେ ବ୍ୟକ୍ତି ଏ ଜ୍ଞାନ ଲାଭ କରେ ସେତେବେଳେ ସକାମ କର୍ମରେ ପ୍ରକାଶିତ ହେଉଥିବା ତାର ଇନ୍ଦ୍ରିୟ ପରିତୃପ୍ତ ଅବକାଶ ଆଉ ରହେ ନାହିଁ। ଯେ କୃଷ୍ଣ ଚେତନାର ଦୃଢ଼ ନୁହେଁ ସେ ବିଭିନ୍ନ ପ୍ରକାର ସକାମ କର୍ମରେ ଲିପ୍ତ ହୁଏ, ଅର୍ଥାତ୍ ତାର ମନ ବିଭିନ୍ନ ପ୍ରକାର ସକାମ କର୍ମ ପ୍ରତି ଆକୃଷ୍ଟ ହୁଏ। ଯାହା ହିମଂ ପୁଷ୍ପିତଂ ବାଚଂ ପ୍ରଦନ୍ତନ୍ତି ଅଭିପ୍ରସିତଃ ବେଦବାଦରତ ପାର୍ଥ ନାନାଦି ଅସ୍ତିତ୍ୱ ବଦନି କାମତ୍ମାନଂ ସ୍ୱର୍ଗପରା ଜନ୍ମ କର୍ମ ଫଳಂ ପ୍ରଦାମ ଜ୍ଞାନ ବିଶେଷତା ବହୁଳଂ ଭୋଗଶ୍ଚାର୍ଯ୍ୟଂ ଗତିଂ ପ୍ରତି। ବେଦର ଅତି ମଧୁର କଥାଗୁଡ଼ିକ ସକାମ କର୍ମୀଗଣକୁ ସ୍ୱର୍ଗ ପ୍ରାପ୍ତି ନିମିତ୍ତ, ଭଲ ଜନ୍ମ ଲାଭ କରିବା ନିମିତ୍ତ ଏବଂ କ୍ଷମତା ଆଦି ଲାଭ କରିବା ନିମିତ୍ତ ପ୍ରଲୋଭନ ଦେଖାଏ। ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକ ସେମାନେ ଏଥିପ୍ରତି ବେଦର ମଧୁର କଥାଗୁଡ଼ିକ ପ୍ରତି ବିଶେଷ ଆକୃଷ୍ଟ ହୋଇପଡ଼ନ୍ତି। ଇନ୍ଦ୍ରିୟ ସୁଖ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଯାପନ କାମନାର ବଶବର୍ତ୍ତୀ ହୋଇ ସେମାନେ କହନ୍ତି ଯେ ଦୁନିଆରେ ଏହା ଛଡ଼ା ଅଧିକ କିଛି ନାହିଁ। ସାଧାରଣ ଲୋକେ ଏତେ ବୁଦ୍ଧିଆ ନୁହନ୍ତି ଏବଂ ସେମାନଙ୍କର ଅଜ୍ଞାତ ହେତୁ ବେଦ କର୍ମକାଣ୍ଡ ବିଭାଗ କୁହାଯାଇଥିବା ସକାମ ବ୍ୟକ୍ତି ପ୍ରତି ସେମାନେ ଖୁବ୍ ଆକୃଷ୍ଟ ହୋଇପଡ଼ନ୍ତି। ଯେଉଁଥିରୁ ଇନ୍ଦ୍ରିୟ ସୁଖ ମିଳିବ ତାହା ହିଁ ସେମାନେ ଚାହାନ୍ତି, ତାହାଠାରୁ ଅଧିକ କିଛି ଚାହାନ୍ତି ନାହିଁ। ସେମାନେ ଚାହାନ୍ତି କେଉଁଠି ସେମାନେ ସ୍ୱର୍ଗ ସୁଖ ଲାଭ କରିବେ, ଯେଉଁ ସ୍ଥାନରେ ମଦ୍ୟ ଓ ମୈଥୁନ ଓ ଭୌତିକ ଐଶ୍ୱର୍ଯ୍ୟ ସବୁ ସହଜରେ ମିଳିବ ସେହି ସ୍ଥାନ ସେମାନେ ଚାହାନ୍ତି। ବେଦରେ ଅନେକ ଏହିପରି ଯଜ୍ଞ ବିଧିର ବ୍ୟବସ୍ଥା ଅଛି। ବିଶେଷ କରି ଜ୍ୟୋତିଷ୍ଠମ ଯଜ୍ଞର ବ୍ୟବସ୍ଥା ଅଛି, ଯାହା ଅନୁଷ୍ଠାନ କଲେ ସ୍ୱର୍ଗ ପ୍ରାପ୍ତି ହେବ। ଏହା ବେଦରେ କଥିତ ଅଛି ଯେ ଯେଉଁ ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି ଇଚ୍ଛା କରେ ସେ ସବୁ ଯଜ୍ଞାନୁଷ୍ଠାନ କରିବା ଉଚିତ ଏବଂ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିଗଣ ଭାବନ୍ତି ଯେ ଏହା ହିଁ ହେଉଛି ବେଦପୀଠର ଏକମାତ୍ର ଉଦ୍ଦେଶ୍ୟ। ଏ ପ୍ରକାର ଅନଭିଜ୍ଞ ଲୋକେ କଦାପି କୃଷ୍ଣ ଚେତନାରେ ସ୍ଥିର ହୋଇପାରିବେ ନାହିଁ। ସେମାନଙ୍କ ପକ୍ଷରେ ଏହା ଅତ୍ୟନ୍ତ ଦୁରୂହ ଅଟେ। ମୂର୍ଖମାନେ ଜାଣନ୍ତି ନାହିଁ ବିଷାକ୍ତ ବୃକ୍ଷର ପୁଷ୍ପର କି ଭୟଙ୍କର ଫଳ। ଏହା ନ ଜାଣି ସେମାନେ ଯେପରି ସେଥିପ୍ରତି ଆକୃଷ୍ଟ ହୁଅନ୍ତି, ଠିକ୍ ସେହିପରି ଜ୍ଞାନ ଲାଭ ନ କରିଥିବା ଲୋକ ସ୍ୱର୍ଗ ସୁଖ ଏବଂ ତଜ୍ଜନିତ ଇନ୍ଦ୍ରିୟ ତୃପ୍ତି ପ୍ରତି ଆକୃଷ୍ଟ ହୁଅନ୍ତି। ବେଦର କର୍ମକାଣ୍ଡ ବିଭାଗରେ କୁହାଯାଇଛି ଯେ ଯେଉଁମାନେ ଚାତୁର୍ମାସ୍ୟ ବ୍ରତ ବା ତପସ୍ୟା ଆଚରଣ କରନ୍ତି ସେମାନେ ସମରସ ପାନ କରିବାକୁ ଯୋଗ୍ୟ ହୁଅନ୍ତି ଏବଂ ତଦ୍ୱାରା ସେମାନେ ଚିରଦିନ ଅମର ଓ ସୁଖୀ ହୋଇ ରହନ୍ତି। ଏପରିକି ଏହି ପୃଥିବୀରେ କେତେକ ସମରସ ପାନ କରି ଇନ୍ଦ୍ରିୟ ସୁଖ ଲାଭ କରିବା ନିମିତ୍ତ ଖୁବ୍ ବଳିଷ୍ଠ ହେବାକୁ ଇଚ୍ଛା କରନ୍ତି। ଭୌତିକ ବନ୍ଧନରୁ ମୁକ୍ତ ହେବାର ବିଶ୍ୱାସ ଏମାନଙ୍କର ନଥାଏ ଏବଂ ସେମାନେ ଖୁବ୍ ଆଡମ୍ବର ସହକାରେ ବୈଦିକ ଯଜ୍ଞାନୁଷ୍ଠାନ କରିବାରେ ବ୍ୟସ୍ତ ଥାନ୍ତି। ସେମାନେ ସାଧାରଣତଃ ଇନ୍ଦ୍ରିୟ ସୁଖ ପଛରେ ଧାବମାନ ଏବଂ ଜୀବନରେ ସ୍ୱର୍ଗ ସୁଖ ଛଡ଼ା ଆଉ କିଛି ସେମାନେ ଚାହାନ୍ତି ନାହିଁ। କଥିତ ଅଛି ସ୍ୱର୍ଗରେ ନନ୍ଦନକାନନ ନାମକ ଏକ ସୁନ୍ଦର ବନ ଅଛି, ଯେଉଁଠି ସ୍ୱର୍ଗର ସୁନ୍ଦରୀ ଯୁବତୀ ବା ପରୀମାନଙ୍କର ସଙ୍ଗ ସୁଖ ମିଳେ ଏବଂ ପ୍ରଚୁର ପରିମାଣରେ ସମରସ ପାନ କରିବାକୁ ମିଳେ। ଏ ପ୍ରକାର ଶାରୀର ସୁଖ ବାସ୍ତବିକ ଇନ୍ଦ୍ରିୟ ସୁଖ ଅଟେ। ତେଣୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଭୌତିକ ଜଗତରେ ରାଜା ହୋଇ ଅସ୍ଥାୟୀ ଭୌତିକ ସୁଖ କରିବାକୁ ଇଚ୍ଛା କରନ୍ତି ଏବଂ ଏକମାତ୍ର ସେଥିପ୍ରତି ହିଁ ଆକୃଷ୍ଟ ଥାନ୍ତି। ଭୋଗଶ୍ଚାର୍ଯ୍ୟଂ ପ୍ରସତ୍ତାନଂ ତ୍ୱୟା ପ୍ରଦ୍ୟହନ ଚେତସାଂ ବ୍ୟବସ୍ଥାୟିନଂ ବୁଦ୍ଧିତୋ ସମର୍ଥୋ ବିଧୀୟତେ। ଯେଉଁମାନେ ଇନ୍ଦ୍ରିୟ ସୁଖ ଏବଂ ଭୌତିକ ଐଶ୍ୱର୍ଯ୍ୟ ପ୍ରତି ଆସକ୍ତ ଏବଂ ଯେଉଁମାନେ ଏ ପ୍ରକାର ବିଷୟବସ୍ତୁରେ ବିଚଳିତ, ସେମାନେ ମନରେ ଭଗବତ ସେବା ନିମିତ୍ତ ଦୃଢ଼ ନିଶ୍ଚୟତା ଦେଖାଯାଏ ନାହିଁ। ସମାଧି କହିଲେ ସ୍ଥିର ଚିତ୍ତକୁ ବୁଝାଏ। ବୈଦିକ ଅଭିଧାନ ନିରୁକ୍ତିରେ କୁହାଯାଇଛି ଯେ ସମ୍ୟକ୍ ଅଧ୍ୟୟନେତୋऽସ୍ମିନ୍ ଆତ୍ମତତ୍ତ୍ୱ ଯଥାସ୍ୱୟଂ, ଅର୍ଥାତ୍ ଯେତେବେଳେ ମନ ଆତ୍ମାକୁ ବୁଝିବା ନିମନ୍ତେ ସ୍ଥିର ହୋଇଯାଏ ସେତେବେଳେ ସେ ଅବସ୍ଥାକୁ ସମାଧି କୁହାଯାଏ।
ଯେଉଁମାନେ ଭୌତିକ ସୁଖ ପଛରେ ଧାବମାନ କିମ୍ବା ଏକ ପ୍ରକାର ଅସ୍ଥାୟୀ ପଦାର୍ଥ ପ୍ରତି ଆସକ୍ତ, ସେମାନଙ୍କ ପକ୍ଷରେ ସମାଧି ସମ୍ଭବପର ନୁହେଁ। ସେମାନେ ଅତ୍ୟଧିକ ପରିମାଣରେ ଭୌତିକ ଶକ୍ତି ଦ୍ୱାରା ପରାହିତ। ସ୍ୱଗୁଣଂ ବିଷୟାମୃତଂ ନିଃସ୍ତ୍ରୀଗୁଣେ ଭବାର୍ଜୁନ ମୃତ୍ୟୁଞ୍ଜୟ ନିତ୍ୟ ସତ୍ୟସ୍ଥ ନିର୍ଯୋଗକ୍ଷମ ଆତ୍ମବାନ। ସାଧାରଣ ବେଦ ଭୂତ ପ୍ରକୃତିର ଶ୍ରୀଗୁଣ ସମ୍ବନ୍ଧରେ କହିଥାଏ, ହେ ଅର୍ଜୁନ, ଏ ତ୍ରିଗୁଣର ଊର୍ଦ୍ଧ୍ୱକୁ ଯାଅ, ଏମାନଙ୍କୁ ଅତିକ୍ରମ କରି ତଦୂର୍ଦ୍ଧ୍ୱରେ ଅବସ୍ଥାନ କର। ସମସ୍ତ ପ୍ରକାର ଦ୍ୱନ୍ଦ୍ୱଭାବ ବା ଦ୍ୱୈତଭାବ, ଲାଭ ଓ ନିରାପତ୍ତା ଆଦି ସମ୍ବନ୍ଧୀୟ ସମସ୍ତ ପ୍ରକାର ଉଦ୍ବିଗ୍ନତାରୁ ମୁକ୍ତ ହୁଅ ଏବଂ ଆତ୍ମାରେ ଅବସ୍ଥାନ କର। ସମସ୍ତ ପ୍ରକାର ଭୌତିକ କର୍ମ ଭୂତ ପ୍ରକୃତିର କ୍ରିୟାରେ ହିଁ ଅନୁଷ୍ଠିତ ହୁଏ। ସେଗୁଡ଼ିକ ହେଉଛି ସକାମ କର୍ମ। ଏହା ବ୍ୟକ୍ତିକୁ ଭୌତିକ ଜଗତର ବନ୍ଧନରେ ପକାଏ। ବେଦଗୁଡ଼ିକରେ ସାଧାରଣତଃ ସକାମ କର୍ମ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଏହା ଜନସାଧାରଣଙ୍କୁ କ୍ରମଶଃ ଇନ୍ଦ୍ରିୟ ସୁଖ ଭୋଗ ଜନିତ ନିମ୍ନ ଚେତନା ସ୍ତରରୁ ଦିବ୍ୟ ସ୍ତରକୁ ଉନ୍ନତି କରାଏ। ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ବନ୍ଧୁ ଏବଂ ଶିଷ୍ୟ ଅଟନ୍ତି, ତେଣୁ ଭଗବାନ ତାଙ୍କୁ ଉପଦେଶ ଦେଉଛନ୍ତି ଯେ ତ୍ରିଗୁଣକୁ ଅତିକ୍ରମ କରି ବେଦାନ୍ତ ଦର୍ଶନର ଦିବ୍ୟ ସ୍ତରରେ ଅବସ୍ଥାନ କରୁ, ଯେଉଁ ସ୍ତରରେ ପ୍ରାରମ୍ଭରେ ହିଁ ବ୍ୟକ୍ତି ବ୍ରହ୍ମ ଜିଜ୍ଞାସା କରେ, ଅର୍ଥାତ୍ ଭଗବାନ ବା ପରମ ବ୍ରହ୍ମଙ୍କ ସମ୍ବନ୍ଧରେ ପ୍ରଶ୍ନ କରେ। ଏହି ଭୌତିକ ଜଗତରେ ସମସ୍ତ ଭାବ ବଞ୍ଚିବା ପାଇଁ କଠିନ ଜୀବନ ସଂଗ୍ରାମରେ ରତ ଭଗବାନ ଏ ଭୌତିକ ଜଗତ ସୃଷ୍ଟି କଲା ପରେ ବଦ୍ଧଜୀବୀମାନଙ୍କ ନିମିତ୍ତ ବୈଦିକ ଜ୍ଞାନ ଦେଲେ। ଏଥିରେ ସେ ଉପଦେଶ ଦେଇଛନ୍ତି କିପରି ଭାବରେ ଏହି ଭୌତିକ ଜଗତରେ ଜୀବନଯାପନ କରିବାକୁ ହେବ ଏବଂ ଭୌତିକ ବନ୍ଧନରୁ ମୁକ୍ତି ଲାଭ କରିବାକୁ ହେବ। ଯେତେବେଳେ ଇନ୍ଦ୍ରିୟ ତୃପ୍ତିଜନିତ ସକାମ କର୍ମ ଅର୍ଥାତ୍ ବେଦର କର୍ମକାଣ୍ଡ ବିଭାଗ ଶେଷ ହୋଇଯାଏ, ସେତେବେଳେ ଆତ୍ମାନୁଭୂତି ଲାଭ ନିମିତ୍ତ ସୁଯୋଗ ଦିଆଯାଏ। ଏହା ଉପନିଷଦ ରୂପରେ ଆସେ। ଉପନିଷଦ ଗୁଡ଼ିକ ବେଦର ଅଂଶବିଶେଷ ଅଟେ। ଯେପରି ଭଗବତ ଗୀତା ପଞ୍ଚମ ବେଦ ଅର୍ଥାତ୍ ମହାଭାରତର ଅଂଶ। ଉପନିଷଦ ଗୁଡ଼ିକ ଦୀର୍ଘ ଜୀବନ ପ୍ରାରମ୍ଭକୁ ଚିହ୍ନାନ୍ତି। ଯେପର୍ଯ୍ୟନ୍ତ ଭୌତିକ ଶରୀର ରହିଛି, ସେ ପର୍ଯ୍ୟନ୍ତ ଭୂତ ପ୍ରକୃତିର ଗୁଣମାନଙ୍କର କ୍ରିୟା ପ୍ରତିକ୍ରିୟା ରହିଛି। ବ୍ୟକ୍ତିକୁ ଶିଖିବାକୁ ହେବ ଯେ କିପରି ଦ୍ୱନ୍ଦ୍ୱ ଭାବକୁ ଅର୍ଥାତ୍ ସୁଖ ଦୁଃଖ କିମ୍ବା ଶୀତ ଉଷ୍ଣ ଆଦି ସହିପାରିବ ଏବଂ ଏକ ପ୍ରକାର ହୃଦ ଭାବକୁ ସହିବା ଦ୍ୱାରା ଲାଭ କ୍ଷତି ଜନିତ ମାନସିକ ଉଦ୍ବିଗ୍ନତାରୁ ମୁକ୍ତ ହୋଇଯାଏ। ବ୍ୟକ୍ତି ଯେତେବେଳେ ସମ୍ପୂର୍ଣ୍ଣ କୃଷ୍ଣ ଚେତନାରେ ରହିବ, ଅର୍ଥାତ୍ ଯେତେବେଳେ ସେ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କର କୃପା ଉପରେ ହିଁ ନିର୍ଭର କରି ରହିବ, ସେତେବେଳେ ସେ ଏହି ଦିବ୍ୟ ସ୍ଥିତି ଲାଭ କରିପାରିବ। ଯବାନ ଅର୍ଥ ଉତ୍ପାନେ ସର୍ବତଃ ସପ୍ଲୁବୋଚକେ ତବାନ୍ ସର୍ବେଷୁ ଦେବେଷୁ ବ୍ରାହ୍ମଣେଷୁ ବିକାଜନତଃ। କ୍ଷୁଦ୍ର ପୁଷ୍କରରେ ଯେଉଁ ଉଦ୍ଦେଶ୍ୟ ସାଧିତ ହୁଏ, ତାହା ସାଙ୍ଗେ ସାଙ୍ଗେ ଏକ ବିରାଟ ଜଳଭଣ୍ଡାରରେ ସାଧିତ ହୋଇପାରେ। ଠିକ୍ ସେହିପରି ବେଦ ପାଠର କ'ଣ ଉଦ୍ଦେଶ୍ୟ, ଏହା ଯେ ଜାଣିଛି, ତଦ୍ଦ୍ୱାରା ବେଦ ପାଠର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରେ। ବେଦର କର୍ମକାଣ୍ଡ ବିଭାଗରେ ଯେଉଁ ବ୍ରତ ବିଧାନ ଯଜ୍ଞାନୁଷ୍ଠାନ ବର୍ଣ୍ଣନା କରାଯାଇଛି, ତାହା ମାନବର ଆତ୍ମାନୁଭୂତି ଲାଭ ଦିଗରେ କ୍ରମିକ ଉନ୍ନତି ନିମିତ୍ତ ଉଦ୍ଦିଷ୍ଟ। ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟ ପଞ୍ଚଦଶ ଶ୍ଲୋକରେ ବେଦ ପାଠର ଉଦ୍ଦେଶ୍ୟ ବା ଆତ୍ମାନୁଭୂତି ଲାଭର ଉଦ୍ଦେଶ୍ୟ ପରିଷ୍କାର ଭାବରେ କୁହାଯାଇଛି। ବେଦ ପାଠର ଉଦ୍ଦେଶ୍ୟ ହେଲା ସମସ୍ତଙ୍କର ମୂଳ କାରଣ ଶ୍ରୀକୃଷ୍ଣଙ୍କୁ ଜାଣିବା। ତେଣୁ ଆତ୍ମାନୁଭୂତି ଲାଭର ଅର୍ଥ ହେଲା ଶ୍ରୀକୃଷ୍ଣଙ୍କୁ ଜାଣିବା ଏବଂ ତାଙ୍କ ସହିତ ଆମର ଶାଶ୍ୱତ ସମ୍ବନ୍ଧ ଅଛି ତାହା ଜାଣିବା। ଜୀବମାନଙ୍କର କୃଷ୍ଣଙ୍କ ସହିତ କି ସମ୍ବନ୍ଧ ଅଛି, ତାହା ମଧ୍ୟ ଭାଗବତ ଗୀତାର ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଜୀବଗଣ କୃଷ୍ଣଙ୍କର ଅଂଶବିଶେଷ ଅଟନ୍ତି, ତେଣୁ ବ୍ୟକ୍ତି ନିଜ ହୃଦୟରେ ଥିବା ସୁପ୍ତ କୃଷ୍ଣ ଚେତନାର ଉତ୍ଥାପନ କରାଇବା ବୈଦିକ ଜ୍ଞାନର ସର୍ବୋଚ୍ଚ ଶୁଦ୍ଧ ସ୍ତର ଅଟେ। ତାହା ମଧ୍ୟ ଶ୍ରୀମଦ୍ ଭାଗବତ ମତେ ନିମ୍ନମତେ ସ୍ୱୀକୃତ ହୋଇଛି। ଅହଂ ବତ୍ ସ୍ୱାକୃତ ଅଚି ଗରିୟାନ୍ ଯଜ୍ଜିହାଗ୍ରେ ବର୍ତ୍ତତେ ନାମ ତୁଭ୍ୟଂ ते पुरुषतତ୍ତ୍ୱସ୍ତେ ଯୋଗୁ ଶ୍ୱଶୁର ଆର୍ଯ୍ୟାଃ ବ୍ରହ୍ମାଚୁର ନାମ ଗୁଣନ୍ତି ଯେ ସେ। ହେ ପ୍ରଭୁ, ଯେଉଁ ବ୍ୟକ୍ତି ଆପଣଙ୍କର ଦିବ୍ୟ ନାମ କୀର୍ତ୍ତନ କରୁଛି, ସେ ନୀଚ କୁଳରେ ଅର୍ଥାତ୍ ଚଣ୍ଡାଳ କୁଳରେ ଜନ୍ମ ହୋଇଥିଲେ ସୁଦ୍ଧା
ସେ ଆତ୍ମାନୁଭୂତିର ସର୍ବୋଚ୍ଚ ସ୍ତରରେ ଅବସ୍ଥିତ ବୋଲି ବୁଝିବାକୁ ପଡ଼ିବ। ଏ ପ୍ରକାର ବ୍ୟକ୍ତି ସମସ୍ତ ତପସ୍ୟା ଓ ସାଧନା କରିସାରିଛି ଏବଂ ବୈଦିକ କର୍ମକାଣ୍ଡ ଅନୁଯାୟୀ ସମସ୍ତ ଯଜ୍ଞବିଧି ଅନୁଷ୍ଠାନ କରିସାରିଛି ଏବଂ ସମସ୍ତ ତୀର୍ଥକ୍ଷେତ୍ରରେ ଭ୍ରମଣ କରି ସ୍ନାନ କରି ଅନେକ ବାର ବୈଦିକ ସାହିତ୍ୟ ଅଧ୍ୟୟନ କରି ସାରିଛି ବୋଲି ବୁଝିବାକୁ ହେବ। ଏ ପ୍ରକାର ବ୍ୟକ୍ତି ଆର୍ଯ୍ୟ ବଂଶର ଶ୍ରେଷ୍ଠ ବ୍ୟକ୍ତି ବୋଲି ବୁଝିବାକୁ ହେବ। ତେଣୁ ବ୍ୟକ୍ତି କେବଳ ବେଦର କର୍ମକାଣ୍ଡ ବିଭାଗ ପ୍ରତି ଆକୃଷ୍ଟ ନ ହୋଇ ବେଦର ପ୍ରକୃତ ଉଦ୍ଦେଶ୍ୟ କ'ଣ ତାହାକୁ ବୁଝିବାକୁ ହେବ। ଆଉ ମଧ୍ୟ ଯେ ଉନ୍ନତ ଧରଣର ଇନ୍ଦ୍ରିୟ ସୁଖ ଉପଭୋଗ ନିମିତ୍ତ ସ୍ୱର୍ଗର ପ୍ରାପ୍ତି ଇଚ୍ଛା କରିବା ଉଚିତ ନୁହେଁ। ଆଜିକାଲି ଯୁଗରେ ସମସ୍ତେ ବୈଦିକ ବିଧିବିଧାନ ତଥା ବ୍ରତ ବିଧି ଅନୁଷ୍ଠାନ ବିଧି ପାଳନ କରିବା, ଏକ ଉପନିଷଦ ବେଦାନ୍ତ ଆଦିର ସମସ୍ତ ନିର୍ଦ୍ଦେଶକୁ ଗ୍ରହଣ କରିବା ଏବଂ ସାଧାରଣ ବ୍ୟକ୍ତି ପକ୍ଷରେ ସମ୍ଭବପର ନୁହେଁ। ବେଦର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାକୁ ହେଲେ ଖୁବ୍ ସମୟ, ଶକ୍ତି, ଜ୍ଞାନ ଓ ଅର୍ଥର ଦରକାର। ଏ ଯୁଗରେ ଏହା ସମ୍ଭବପର ନୁହେଁ। ପତିତ ପାବନ ଗୌରହରି ବା ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ପ୍ରଦର୍ଶିତ ପନ୍ଥା ଅର୍ଥାତ୍ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ ଦ୍ୱାରା ବେଦର ସମସ୍ତ ଉଦ୍ଦେଶ୍ୟ ସାଧିତ ହୋଇଥାଏ। ପ୍ରସିଦ୍ଧ ବୈଦିକ ପଣ୍ଡିତ ପ୍ରକାଶାନନ୍ଦ ସରସ୍ୱତୀ ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରଶ୍ନ କଲେ ସେ କାହିଁକି ବେଦାନ୍ତ ଦର୍ଶନ ପାଠ ନ କରି କେବଳ ଏକ ପାଗଳଙ୍କ ଭଳି କେବଳ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରୁଛନ୍ତି, ସେତେବେଳେ ସେ ଚୈତନ୍ୟ ମହାପ୍ରଭୁ ଉତ୍ତର ଦେଲେ ଯେ ତାଙ୍କ ଗୁରୁ ତାଙ୍କୁ ଏକ ମୂର୍ଖ ବୋଲି କହିଲେ ଏବଂ ତାଙ୍କୁ ଉପଦେଶ ଦେଲେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ନାମ କୀର୍ତ୍ତନ କର। ସେ ତାହା ହିଁ କଲେ ଏବଂ ଏକ ପାଗଳଙ୍କ ଭଳି ଭାବାବିଷ୍ଟ ହୋଇ ପଡ଼ିଲେ। ଏ ଯୁଗରେ ଅଧିକାଂଶ ଲୋକ ମୂର୍ଖ ଏବଂ ବେଦାନ୍ତ ଦର୍ଶନ ବୁଝିବା ନିମିତ୍ତ ସେମାନଙ୍କ ଦେଶରେ ଜ୍ଞାନ ନାହିଁ। ଯଦି ତୁମେ ନିରପରାଧରେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରିବ, ତାହେଲେ ବେଦାନ୍ତ ଦର୍ଶନ ସର୍ବୋଚ୍ଚ ଉଦ୍ଦେଶ୍ୟ ସାଧିତ ହେବ। ବୈଦିକ ଜ୍ଞାନର ଶ୍ରେଷ୍ଠ କଥା ହେଉଛି ବେଦାନ୍ତ ଏବଂ ବେଦାନ୍ତ ଦର୍ଶନ ପ୍ରଣେତା ତଥା ଜ୍ଞାତା ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ ଏବଂ ଯେଉଁ ମହାତ୍ମା ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନରେ ଆନନ୍ଦ ଅନୁଭବ କରେ ସେ ହିଁ ସର୍ବଶ୍ରେଷ୍ଠ ବେଦାନ୍ତବାଦୀ ଅଟେ। ଏହା ହେଉଛି ସମସ୍ତ ବେଦପାଠର ରହସ୍ୟ ଏବଂ ଅନ୍ତିମ ଉଦ୍ଦେଶ୍ୟ। କର୍ମଣା ବାଧିକାରାସ୍ତି ମା ଫଳେଷୁ କଦାଚନ ମା କର୍ମଫଳ ହେତୁ ଭୂର୍ମାତି ସଙ୍ଗମସ୍ତୁ ଅର୍ଜୁନ ଅର୍କମାଣି। କର୍ତ୍ତବ୍ୟ ସମ୍ପାଦନ କରିବା ଅଧିକାର ତୁମର ଅଛି, କିନ୍ତୁ କର୍ମ ଫଳରେ ତୁମର ଅଧିକାର ନାହିଁ। କେବେ ହେଲେ ତୁମେ ନିଜକୁ ତୁମ କର୍ମଫଳର କାରଣ ବୋଲି ଭାବ ନାହିଁ ଏବଂ କର୍ତ୍ତବ୍ୟରେ ଅବହେଳା ପ୍ରତି କେବେ ହେଲେ ଆସକ୍ତ ହୁଏ ନାହିଁ। ଏଠାରେ ତିନିଟି ବିଚାର ଅଛି, ଯଥା ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ, ମନ ଇଚ୍ଛା କାମ ଏବଂ ନିଷ୍କ୍ରିୟତା ବା କର୍ମ ନ କରିବା। ବ୍ୟକ୍ତି ଭୂତ ପ୍ରକୃତିର ତ୍ରିଗୁଣ ଅଧୀନ ହୋଇଥିବା ବେଳେ ତାକୁ ଯାହା କରିବାକୁ ହେବ ତାହାକୁ ହିଁ ତାର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ବୋଲି କୁହାଯାଏ। ଯେଉଁ କର୍ମ ଶାସ୍ତ୍ରସମ୍ମତ ନୁହେଁ କିମ୍ବା ମହାଜନମାନେ ଅନୁମୋଦନ କରନ୍ତି ନାହିଁ ତାକୁ ମନଇଚ୍ଛା କାମ ବୋଲି କୁହାଯାଏ ଏବଂ ନିର୍ଦ୍ଦିଷ୍ଟ କର୍ମ ସମ୍ପାଦନ ନ କରିବାକୁ କର୍ମ ନ କରିବା ବା ଅକର୍ମଣ୍ୟ ବୋଲି କୁହାଯାଏ। ଭଗବାନ ଉପଦେଶ ଦେଉଛନ୍ତି ଯେ ଅର୍ଜୁନ ନିଷ୍କ୍ରିୟ ହେବା ଉଚିତ ନୁହେଁ, କିନ୍ତୁ ସେ ଫଳରେ ଆସକ୍ତ ନ ହୋଇ ତାର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ସେ ତାର କର୍ମଫଳ ପ୍ରତି ଆସକ୍ତ ହୁଏ, ସେ ତାର କର୍ମର କାରଣ ହୁଏ। ତେଣୁ ସେ ତାର କର୍ମଫଳ ଭୋଗ କରେ, ଅର୍ଥାତ୍ ଭଲ କାମର ଭଲ ଫଳ ପାଏ ଏବଂ ମନ୍ଦ କାମ ବା ପାପ କର୍ମର ଫଳ ସ୍ୱରୂପ ଦୁଃଖ ବା ଦଣ୍ଡ ଭୋଗ କରେ। କର୍ତ୍ତବ୍ୟ କର୍ମକୁ ତିନିଟି ଭାଗରେ ବିଭକ୍ତ କରାଯାଇପାରେ, ଯଥା ନିତ୍ୟକର୍ମ, ସଙ୍କଟକାଳୀନ କର୍ମ ଏବଂ ঈପ୍ସିତ କର୍ମ। ଶାସ୍ତ୍ର ବିଧି ଅନୁଯାୟୀ ନିତ୍ୟକର୍ମ ଫଳର ଆଶା ନ ରଖି କରାଯାଏ। ବ୍ୟକ୍ତି ଯେପରି ଭାବେ ଏହା ମୋତେ କରିବାକୁ ହେବ, ଏ ପ୍ରକାର କର୍ମ ସତ୍ତ୍ୱେ ଗୁଣାଶୟୀ ଅଟେ। ଫଳର ଆଶା ରଖି କର୍ମ କଲେ ତାହା ବନ୍ଧନର କାରଣ ହୁଏ, ତେଣୁ ସେ ପ୍ରକାର କର୍ମ ଶୁଭପ୍ରଦ ନୁହେଁ। ପ୍ରତ୍ୟେକର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସମ୍ପାଦନର ଅଧିକାର ଅଛି, କିନ୍ତୁ ତାହା ଫଳର ଆଶା ନ ରଖି କରାଯିବା ଉଚିତ। ଏ ପ୍ରକାର ଅସଙ୍ଗ କର୍ତ୍ତବ୍ୟ ଅର୍ଥାତ୍
କର୍ମ ଫଳର ଆଶା ନ ରଖି କରାଯିବା କର୍ତ୍ତବ୍ୟ କର୍ମ ବ୍ୟକ୍ତିକୁ ନିଶ୍ଚିତ ରୂପେ ମୁକ୍ତି ମାର୍ଗର ପ୍ରତୀକ କରାଏ। ତେଣୁ ଭଗବାନ ଏଠାରେ ଅର୍ଜୁନକୁ ଉପଦେଶ ଦେଇଛନ୍ତି ଯେ ଫଳ ପ୍ରତି ଆସକ୍ତ ନ ହୋଇ କର୍ତ୍ତବ୍ୟ ହିସାବରେ ଯୁଦ୍ଧ କର। ତାର ଯୁଦ୍ଧ ନ କରିବାଟା ଆସକ୍ତିର ଅନ୍ୟ ରୂପ ଅଟେ। ଏ ପ୍ରକାର ଆସକ୍ତି ବ୍ୟକ୍ତିକୁ କେବେ ହେଲେ ମୁକ୍ତି ପଥର ପ୍ରତୀକ କରାଏ ନାହିଁ। ନିଷ୍ଠାତ୍ମକ ହେଉ ବା ନିଷେଧାତ୍ମକ ହେଉ, ଆସକ୍ତି ହିଁ ବନ୍ଧନର କାରଣ। ନିଷ୍କ୍ରିୟତା ଅର୍ଥାତ୍ କର୍ତ୍ତବ୍ୟ ନ କରିବା ପାପକର୍ମ ଅଟେ। ତେଣୁ କର୍ତ୍ତବ୍ୟ ଦୃଷ୍ଟିରୁ ଯୁଦ୍ଧ କରିବାକୁ ଅର୍ଜୁନଙ୍କ ପକ୍ଷରେ ମୁକ୍ତିର ଏକମାତ୍ର ମଙ୍ଗଳମୟ ପଥ ଅଟେ। ଜଗଶ୍ଚୁତ ପୁରକର୍ମାଣି ସଂହତ୍ୱା ଧନଞ୍ଜୟ ସିଦ୍ଧିଷୁ ଦୃଶ୍ୟ ସମଭୂତା ସମତ୍ୱ ଯୋଗ ଉଚ୍ୟତେ। ହେ ଅର୍ଜୁନ, ଯୋଗରେ ସ୍ଥିର ହୁଅ, କର୍ତ୍ତବ୍ୟ କରିଯାଅ, ଲାଭ କ୍ଷତି ଜୟ ପରାଜୟ ଆଦି ସମସ୍ତ ପ୍ରକାର ଆସକ୍ତି ତ୍ୟାଗ କର। ଏ ପ୍ରକାର ମାନସିକ ସମତାକୁ ଯୋଗ କହନ୍ତି। କୃଷ୍ଣ ଅର୍ଜୁନକୁ କହୁଛନ୍ତି ଯେ ଯୋଗସ୍ଥ ହୋଇ କର୍ମ କରିବା ଉଚିତ। ସେ ଯୋଗ କ'ଣ? ଯୋଗର ଅର୍ଥ ହେଲା ଦୁର୍ଦାନ୍ତ ଇନ୍ଦ୍ରିୟମାନଙ୍କୁ ଦମନ କରି ଭଗବାନଠାରେ ମନକୁ ସ୍ଥିର କରିବା। ସେ ଭଗବାନ ବା ପରମେଶ୍ୱର କିଏ? ପରମେଶ୍ୱର ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ସେ ସ୍ୱୟଂ ଅର୍ଜୁନକୁ ଯୁଦ୍ଧ କରିବାକୁ କହୁଛନ୍ତି। ତେଣୁ ଯୁଦ୍ଧର ଫଳାଫଳ ସମ୍ବନ୍ଧରେ ଅର୍ଜୁନ ଆଉ ଭାବିବାର କିଛି ନାହିଁ। ଲାଭ ବା ବିଜୟ କଥା କୃଷ୍ଣ ବୁଝିବେ। ଏଠାରେ ଅର୍ଜୁନକୁ କୁହାଯାଇଛି ଯେ ସେ କେବଳ କୃଷ୍ଣଙ୍କ ନିର୍ଦ୍ଦେଶ ଅନୁଯାୟୀ କର୍ମ କରିବା ଉଚିତ। କୃଷ୍ଣଙ୍କ ନିର୍ଦ୍ଦେଶକୁ ମାନିବା ହିଁ ପ୍ରକୃତ ଯୋଗ ଏବଂ ଏହା କୃଷ୍ଣ ଚୈତନ୍ୟ ବିଧିରେ ଅଭ୍ୟାସ କରାଯାଏ। କେବଳ କୃଷ୍ଣ ଭାବନା ବିଧିରେ ଏ ବ୍ୟକ୍ତି ତାର ଅଧିକାରିତ୍ୱ ତ୍ୟାଗ କରିପାରେ। ବ୍ୟକ୍ତିକୁ କୃଷ୍ଣଙ୍କର ଦାସ ବା ସେବକ ହେବାକୁ ପଡ଼ିବ ବା କୃଷ୍ଣଙ୍କର ଦାସାନୁଦାସ ଅର୍ଥାତ୍ ଦାସଙ୍କର ଦାସ ହେବାକୁ ପଡ଼ିବ। କୃଷ୍ଣ ଚୈତନ୍ୟର କର୍ତ୍ତବ୍ୟ ସମ୍ପାଦନ କରିବା ଏହା ହିଁ ପ୍ରକୃଷ୍ଟ ପନ୍ଥା। ଏହି ପନ୍ଥା ଏ ବ୍ୟକ୍ତିକୁ ଯୋଗସ୍ଥ ହୋଇ କର୍ମ କରିବାରେ ସାହାଯ୍ୟ କରିପାରିବ। ଅର୍ଜୁନ ଜଣେ କ୍ଷତ୍ରିୟ, ତେଣୁ ସେ ବର୍ଣ୍ଣାଶ୍ରମ ଧର୍ମ ଆଚରଣ କରିବେ। ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ବର୍ଣ୍ଣାଶ୍ରମ ଧର୍ମର ଏକମାତ୍ର ଲକ୍ଷ୍ୟ ହେଉଛି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା। ଭୌତିକ ଜଗତରେ ଥିବା ନିୟମ ହେଉଛି ବ୍ୟକ୍ତିକୁ ନିଜକୁ ସନ୍ତୁଷ୍ଟ କରିବ, କିନ୍ତୁ ତାହା ଠିକ୍ ନୁହେଁ। ବ୍ୟକ୍ତି ନିଜକୁ ସନ୍ତୁଷ୍ଟ ହେବା ଉଚିତ ନୁହେଁ, ସେ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ଉଚିତ। ତେଣୁ ବ୍ୟକ୍ତି କୃଷ୍ଣଙ୍କୁ ସନ୍ତୁଷ୍ଟ ନ କଲେ ଠିକ୍ ଭାବରେ ବର୍ଣ୍ଣାଶ୍ରମ ଧର୍ମ ଆଚରଣ କରିପାରିବ ନାହିଁ। ଏଠାରେ ପରୋକ୍ଷ ଭାବରେ ଅର୍ଜୁନକୁ କୁହାଯାଇଛି ଯେ କୃଷ୍ଣ ଯେପରି କହିଲେ ସେପରି ତାଙ୍କୁ କରିବାକୁ ପଡ଼ିବ। ଦୂରେଣ ହବ୍ୟଂ କର୍ମ ବୁଦ୍ଧିଯୋଗସ୍ଥ ଧନଞ୍ଜୟ ବୁଝୋଷଣମ୍ ଅନିଶ୍ଚୟ କୃପଣା ଫଳ ହେତବ। ହେ ଧନଞ୍ଜୟ, ଭକ୍ତି ଯୋଗକୁ ଆଶ୍ରୟ କରି ସମସ୍ତ ସକାମ କର୍ମ ତ୍ୟାଗ କର ଏବଂ ସେହି ଚେତନାର ସମ୍ପୂର୍ଣ୍ଣ ଶରଣରେ ଆସ। ଯେଉଁମାନେ କର୍ମ ଫଳ ଉପଭୋଗ କରିବାକୁ ଇଚ୍ଛା କରନ୍ତି ସେମାନେ କୃପଣ ଅଟନ୍ତି। ଯେ ପ୍ରକୃତରେ ବୁଝିପାରିଛି ଯେ ସେ ହେଉଛି ଭଗବାନଙ୍କର ଶାଶ୍ୱତ ସେବକ, ଅର୍ଥାତ୍ ସେ ନିଜକୁ ସ୍ୱରୂପ ଜାଣିପାରିଛି, ସେ ସମସ୍ତଙ୍କ କର୍ମ ତ୍ୟାଗ କରି ଏକମାତ୍ର କୃଷ୍ଣ ଚେତନାରେ ହିଁ କର୍ମ କରେ। ପୂର୍ବରୁ କୁହାଯାଇଛି ଯେ ବୁଦ୍ଧିଯୋଗର ଅର୍ଥ ହେଲା ଭଗବାନଙ୍କର ପ୍ରେମପୂର୍ଣ୍ଣ ଦିବ୍ୟ ସେବା। ଏ ପ୍ରକାର ସେବା ଭକ୍ତି ଯୋଗ ଜୀବନରେ ଏକମାତ୍ର କର୍ତ୍ତବ୍ୟ କର୍ମ ଅଟେ। କେବଳ କୃପଣମାନେ ଅଧିକ ପରିମାଣରେ ଭୌତିକ ବନ୍ଧନରେ ବାନ୍ଧି ହେବା ନିମନ୍ତେ ସେମାନଙ୍କ କର୍ମ ଫଳ ଉପଭୋଗ କରିବାକୁ ଇଚ୍ଛା କରନ୍ତି। କୃଷ୍ଣ ସେବା ବା କୃଷ୍ଣ ଭାବନାରେ କର୍ମ କରିବା ବ୍ୟତୀତ ଅନ୍ୟ ଭାବନାରେ କରଣୀୟ ଗୁଡ଼ିକ କର୍ମ ଘୃଣ୍ୟ କର୍ମ ଅଟେ, କାରଣ ସେଗୁଡ଼ିକ କର୍ତ୍ତାକୁ ବରାବର ଜନ୍ମ ମୃତ୍ୟୁ ଚକ୍ରରେ ବାନ୍ଧନ୍ତି। ତେଣୁ ବ୍ୟକ୍ତି କର୍ମର ହେତୁ ହେବାକୁ ଇଚ୍ଛା କରିବା ଉଚିତ ନୁହେଁ। କୃଷ୍ଣଙ୍କର ସନ୍ତୋଷ ବିଧାନ ନିମିତ୍ତ ସମସ୍ତ କର୍ମ କୃଷ୍ଣ ଚେତନାରେ କରାଯିବା ଉଚିତ। କୃପଣମାନେ ସୌଭାଗ୍ୟବଶତଃ ହେଉ ବା କଠିନ ପରିଶ୍ରମ କରି ହେଉ ଧନ ସଂଗ୍ରହ କରିଥାନ୍ତି। ତାହାକୁ କିପରି ଯଥାଯଥ ଭାବେ ଉପଯୋଗ କରିବାକୁ ହେବ ତାହା ସେମାନେ ଜାଣିନଥାନ୍ତି। ବ୍ୟକ୍ତି ତାର ସମସ୍ତ ଶକ୍ତି କୃଷ୍ଣ ଚେତନାରେ ବିନିଯୋଗ କରିବା ଉଚିତ ଏବଂ ତଦ୍ୱାରା ତାର ଜୀବନରେ ସୁଫଳ ଲାଭ କରିବ। କୃପଣମାନଙ୍କ ଭଳି ଭାଗ୍ୟହୀନ ବ୍ୟକ୍ତିଗଣ ବା ହତଭାଗ୍ୟମାନେ କୃଷ୍ଣଙ୍କ ସେବାରେ ସେମାନଙ୍କ ଶକ୍ତିକୁ ବିନିଯୋଗ କରନ୍ତି ନାହିଁ। ବୁଦ୍ଧିଯୁକ୍ତ
जहातीतं उभे सुकृत दृष्टिते तसाद्योगे सौज्य योगस्व कर्मसु कौशलम। ଯେଉଁ ବ୍ୟକ୍ତି ଭଗବାନଙ୍କର ସେବାରତ ହୋଇଥାଏ ସେ ଜୀବନରେ ଉଭୟ ଭଲ ମନ୍ଦ କର୍ମ ଫଳରୁ ମୁକ୍ତ ହୁଏ। ତେଣୁ ହେ ଅର୍ଜୁନ, ଯୋଗ ନିମିତ୍ତ ଚେଷ୍ଟା କର, ତାହା ହେଉଛି କର୍ମ କୌଶଳ। ଯେଉଁ ଅବସ୍ମରଣୀୟ କାଳରୁ ପ୍ରତ୍ୟେକ ଜୀବ ତାର ଭଲ ମନ୍ଦ କର୍ମର ଫଳ ଗଚ୍ଛିତ କରି ରଖି ଆସିଛି, ସେ ଫଳରେ ତାହାର ସ୍ୱରୂପ ସ୍ଥିତି ସମ୍ବନ୍ଧରେ ବରାବର ଯଜ୍ଞ ହୋଇ ଆସିଛି। ଭଗବତ ଗୀତାରେ ଶିକ୍ଷା ଗ୍ରହଣ କଲେ ବ୍ୟକ୍ତି ତାର ଅଜ୍ଞତାକୁ ଦୂର କରିପାରିବ। ଭଗବତ ଗୀତା ବ୍ୟକ୍ତିକୁ ସର୍ବାନ୍ତକରଣରେ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେବାକୁ ଶିକ୍ଷା ଦିଏ। ତଦ୍ୱାରା ସେ ଜନ୍ମ ଜନ୍ମ ଧରି ସାଇତି ରଖୁଥିବା କର୍ମ ଫଳରୁ ମୁକ୍ତ ହୋଇଯାଏ। ତେଣୁ କୃଷ୍ଣ ଭବନରେ କର୍ମ କରିବାକୁ ଅର୍ଜୁନକୁ ଉପଦେଶ ଦିଆଯାଇଛି। ଏହା ହେଉଛି କର୍ମବନ୍ଧନରୁ ମୁକ୍ତ ହେବାର ଏକମାତ୍ର ଶୁଦ୍ଧ ଉପାୟ।